ମୁଁ ବହୁତ ସନ୍ତୋଷ ଅଛି। ମୋତେ ଦାୟିତ୍ୱ ମିଳିଲା ଦିନ ଠାରୁ ଜୁନ୍ 12 2024 ତାରିଖ ଠାରୁ ମୋ ଦୁଇଟା ବିଭାଗର କାମରେ ଯେତେ ହେଇପାରିଛି ଆମେ ସଂଶୋଧନ କରିଛୁ, ଯେତେ ବେଷ୍ଟ ପ୍ରାକ୍ଟିସ୍କୁ ଗ୍ରହଣ କରିଛୁ ଏବଂ ଖଣି ବିଭାଗର ଉତ୍ପାଦନକୁ ବଢ଼େଇବା, ଡିସ୍ପାଚ୍କୁ ବଢ଼େଇବା, ରେଭିନ୍ୟୁକୁ ଆଦାୟ କରିବା ଏବଂ ଚୋରା ଚାଲାଣକୁ ରୋକିବା, ଏହା ପାଇଁ ମଧ୍ୟ ଆମେ ଦୃଢ଼ ପଦକ୍ଷେପ ନେଇଛୁ। ତାକୁ ସକ୍ସେସ୍ ବି ହେଇଛୁ। ପୂର୍ଣ୍ଣଚ୍ଛେଦ ପଡ଼ି ପଡ଼ି ଆସିଲାଣି। ଏପଟେ ପରିବହନ ବିଭାଗରେ ଯେଭଳି ଭାବେ ଅବସ୍ଥାରେ ଆମେ ଦେଖୁଥିଲୁ ସେଭଳିଆ ଅବସ୍ଥା ଆଜିର ଦିନେ ନାହିଁ। ଆମେ OSRTC ଲାଭଜନକ କରିବା 10 କୋଟି ଟଙ୍କା ଲାଭ ବି କଲାଣି ଏବଂ ସବୁ ଗାଡ଼ିକୁ ବ୍ୟବସ୍ଥିତ ଢଙ୍ଗରେ ସଜାଡ଼ିକି ରୋଡ଼କୁ ଆଣିବା। ଏଥିପାଇଁ ଗୋଟେ ଟାୟାରଟି ନାହିଁ ବୋଲି ବସ୍ଟି ପଡ଼ିରୁ ଏଭଳିଆ ଆଜିର ଦିନ ନାହିଁ। ଆଜି ପୁରା ତାକୁ ପୁରା ଏକଦମ ମୁଖ୍ୟ ସବୁ ଯୋଡ଼ିବା ପାଇଁ, ତାକୁ ଷ୍ଟ୍ରିମଲାଇନ୍ କରିବା ପାଇଁ ମଧ୍ୟ ଆମ ବିଭାଗ ପୁରା ତତ୍ପରତା ସହିତ କାମ କରିଛି। ପରିବହନ ବିଭାଗର ବହୁତ କଥା, ଯେମିତିକି ଆପଣଙ୍କର ଏୟାରପୋର୍ଟ ଗୁଡ଼ାକ ମଧ୍ୟ ସଜାଡ଼ିବା, ଏୟାରପୋର୍ଟ ନୂଆ ନୂଆ ଅପଗ୍ରେଡ଼ କରିବା ଏବଂ ଏପଟେ ବସ୍ ଗୁଡ଼ାକ ବିଭିନ୍ନ ବସ୍ ଆମର ଯେମିତି OSRTC ସହିତ ଜଗନ୍ନାଥ ଏକ୍ସପ୍ରେସ୍ ତାର ମଧ୍ୟ ସଜାଡ଼ିବା, ଯେମିତି ବସ୍ରେ ସେବା ପାଇବା ପାଇଁ ଲୋକେ ହଇରାଣ ନ ହୁଅନ୍ତୁ ତାର ମଧ୍ୟ ସୁନିଶ୍ଚିତ କରିବା। ଏସବୁ କଥାକୁ ପୁଣି RTO ଅଫିସରେ ଯେଭଳି ଭାବେ ଘଟଣା ଘଟୁଥିଲା, ଲୋକେ RTO ଅଫିସକୁ ଯାଉଥିଲେ, ଲୋକେ RTO ଅଫିସରେ ହଇରାଣ ହେଉଥିଲେ, ମିଡ଼ିଏଟର ମାନଙ୍କର ଶିକାର ହେଉଥିଲେ। ଆଜିର ସେଦିନ ନାହିଁ। ଯାହା ଅନଲାଇନରେ ସେବା ମିଳୁଛି, ଯାହା ପାଖରେ ମୋବାଇଲ ସିଏ RTO ହେଇଯାଇଛି। କାରଣ ଆମେ ପରମିଟ୍ କଥା, ଆମର ଇଏ କଥା ଆମେ RTO ମୋବାଇଲ ଜରିଆରେ ବି କରିପାରୁଛୁ ଏବଂ ଯେଉଁମାନେ ଡ୍ରାଇଭରକୁ ଟ୍ରେନିଂ ଦେଉଛୁ, IDTR ଯେଉଁ ଆମର 4ଟା ସେଣ୍ଟର ଅଛି, ଏ ଯେଉଁ ଟ୍ରେନିଂ ଦେବା ଫଳରେ ଯେତେ ଟ୍ରେନିଂ ପ୍ରଶିକ୍ଷିତ ଡ୍ରାଇଭର ଆଜି ପର୍ଯ୍ୟନ୍ତ ଗୋଟେ ବି ଆକ୍ସିଡେଣ୍ଟ କରିନାହାନ୍ତି। 95,000 ଲୋକ ଆମେ ଶିକ୍ଷିତ କରିସାରିଲୁଣୁ ITRରେ ଏବଂ ତାକୁ 6,000 ଲୋକ ପ୍ଲେସମେଣ୍ଟ ବି ଦେଇସାରିଲୁଣୁ। ଏବଂ ଯେଉଁ ଫିଟନେସ୍ରେ ଆଖି ଦେଖିବା ଫିଟନେସ୍ ଆଜିର ଦିନ ନାହିଁ, ଆଖି ଦେଖିବା ଫିଟନେସ୍ ନାହିଁ। ATSରେ ଅଟୋମେଟିକ୍ ଆମେ ଫିଟନେସ୍ ବି ଦେବା ବ୍ୟବସ୍ଥା ବହୁତ କଥାରେ ଆଗକୁ ବଢ଼ି ସାରିଲୁଣି 2 ବର୍ଷ ଭିତରେ।